ସର୍ବପ୍ରଥମେ ଆପଣ ହୋମ୍ ସ୍କ୍ରିନ୍ର ତଳେ ଥିବା ସହାୟତା ଆଇକନ୍ ଉପରେ ଟାପ୍ କରନ୍ତୁ। ଏଠାରେ ନୂତନ ଅଭିଯୋଗ ପୃଷ୍ଠାରେ ଆକାଉଣ୍ଟ ପ୍ରକାର କିମ୍ବା ସେବା ପ୍ରକାର ବାଛନ୍ତୁ ବକ୍ସ ଉପରେ ଟାପ୍ କରନ୍ତୁ। ଖୋଲିଥିବା ତାଲିକାରୁ ଯେଉଁ ମୋବାଇଲ ନମ୍ବର ପାଇଁ ଆପଣ ଅଭିଯୋଗ କରିବାକୁ ଚାହୁଁଛନ୍ତି ସେହି ନମ୍ବରକୁ ବାଛନ୍ତୁ। ଆପଣଙ୍କ ରାଜ୍ୟ ସ୍ୱୟଂଚାଳିତ ଭାବେ ଭରିଯିବ। ଏବେ ଜିଲ୍ଲା ବାଛନ୍ତୁ ଉପରେ ଟାପ୍ କରି ନିଜ ଜିଲ୍ଲା ବାଛନ୍ତୁ। ତାପରେ ସହର ବା ଗ୍ରାମ ବାଛନ୍ତୁ ଉପରେ ଟାପ୍ କରି ନିଜ ସହର କିମ୍ବା ଗ୍ରାମ ବାଛନ୍ତୁ। ଏବେ ଅଭିଯୋଗର ପ୍ରକାର ଉପରେ ଟାପ୍ କରି ଉପଯୁକ୍ତ ବର୍ଗ ବାଛନ୍ତୁ। ତାପରେ ସମସ୍ୟା ବାଛନ୍ତୁ ଉପରେ ଟାପ୍ କରି ନିଜର ସଠିକ୍ ସମସ୍ୟା ବାଛନ୍ତୁ। ଏବେ ମନ୍ତବ୍ୟ ବକ୍ସରେ ଟାପ୍ କରି ନିଜ ସମସ୍ୟା ବିଷୟରେ ବିସ୍ତୃତ ଭାବରେ ଲେଖନ୍ତୁ। ସମସ୍ତ ସୂଚନା ସଠିକ୍ ଭାବରେ ଭରିବା ପରେ ତଳେ ଥିବା ଆଗକୁ ବଢ଼ନ୍ତୁ ବଟନରେ ଟାପ୍ କରନ୍ତୁ। ଆପଣଙ୍କ ଅଭିଯୋଗ ସଫଳତାର ସହିତ ଦାଖଲ ହୋଇଯାଇଛି। ଏହାର ସ୍ଥିତି ଦେଖିବା ପାଇଁ ଅଭିଯୋଗ ଟ୍ରାକ୍ କରନ୍ତୁ ବଟନରେ ଟାପ୍ କରନ୍ତୁ। ପୁଣି ଥରେ ଆକାଉଣ୍ଟ ପ୍ରକାର କିମ୍ବା ସେବା ପ୍ରକାର ବାଛନ୍ତୁ ଉପରେ ଟାପ୍ କରନ୍ତୁ। ଯେଉଁ ମୋବାଇଲ ନମ୍ବର ପାଇଁ ଆପଣ ଅଭିଯୋଗ କରିଥିଲେ ସେହି ନମ୍ବରକୁ ବାଛନ୍ତୁ। ଏବେ ଆପଣଙ୍କ ଲମ୍ବିତ ଅଭିଯୋଗ ଦେଖାଯିବ। ଏହାର ସମ୍ପୂର୍ଣ୍ଣ ବିବରଣୀ ଓ ସ୍ଥିତି ଦେଖିବା ପାଇଁ ଡାହାଣ ପାର୍ଶ୍ୱରେ ଥିବା ତଳମୁଖୀ ତୀର ଆଇକନ୍ରେ ଟାପ୍ କରନ୍ତୁ।